ମା ଦିବ୍ୟ ସମାଚାରରୁ ଆମେ ପଢିବା ଜ୍ଞାନର ସନ୍ଧାନ। ଡି ଫରାସୀ ଦେଶରେ ରହୁଥିଲେ। ସେ ତାଙ୍କର ଏକ ସ୍ମୃତି ବିଷୟ କେ ନାମକ ଜଣେ ଆଶ୍ରମ ରହୁଥିବା ଯୁବତୀ ସାଧିକା ଯେ କି ଏହା ପୂର୍ବରୁ ଫ୍ରାନ୍ସରେ ରହୁଥିଲେ ତାଙ୍କ ଆଗରେ ବର୍ଣ୍ଣନା କରିଥିଲେ। ହାର୍ଟ ଆଟାକ୍ ହେଲା ପରେ ସେ ଜାଣିଲେ ଯେ ତାଙ୍କ କାଳ ପୂରି ଆସିଲା। ତାଙ୍କର ଶେଷ ମାସ ଗୁଡିକରେ କେଙ୍କ ଆଗରେ ଏହି ସବୁ କାହାଣୀ ସେ ବାରମ୍ବାର କହିବାକୁ ଲାଗିଥିଲେ। ଅଧିକନ୍ତୁ ପ୍ରକାଶ କରିଥିଲେ ତାଙ୍କର ଶେଷ ଦିନ ଗୁଡିକରେ ଶ୍ରୀଅରବିନ୍ଦ ତାଙ୍କ ନିକଟକୁ ଅଧିକାଂଶ ସମୟରେ ଆସି ଦେଖା ଦିଅନ୍ତି ଓ ଚାଲିଯିବା ପାଇଁ ଡାକନ୍ତି। 1999 ମସିହାରେ ଡି ପ୍ରଭୁଙ୍କର ଡାକରାର ଉତ୍ତର ଦେଇଥିଲେ। 1915 ମସିହା କଥା। ଡି ଶୁଣିବାକୁ ପାଇଲେ ଜଣେ କେମ୍ବ୍ରିଜ ବିଦ୍ୱାନ ଆସି ପଣ୍ଡିଚେରୀରେ ରହୁଛନ୍ତି। ଦିନେ କେତେଜଣ ପିଲାଙ୍କୁ ସାଙ୍ଗରେ ଧରି ଜ୍ଞାନ ଅନ୍ୱେଷଣରେ ସେ ତାଙ୍କ ପାଖରେ ଆସି ପହଞ୍ଚିଥିଲେ। ସେତେବେଳେ ଶ୍ରୀଅରବିନ୍ଦ ଚେଟିୟରଙ୍କ ଘରେ ରହୁଥିଲେ। ସ୍ନେହପୂର୍ଣ୍ଣ ଭାବରେ ସେ ପିଲାମାନଙ୍କୁ ଗ୍ରହଣ କରିଥିଲେ। ସେମାନେ ନିଜେ ନିଜେ ପ୍ରତ୍ୟେକଙ୍କର ପରିଚୟ ପ୍ରଦାନ କଲେ। ଡି ଶ୍ରୀଅରବିନ୍ଦଙ୍କୁ କହିଲେ ସେ ତାଙ୍କଠାରୁ ଶିକ୍ଷା ଗ୍ରହଣ କରିବାକୁ ଆସିଛନ୍ତି। ଶ୍ରୀଅରବିନ୍ଦ କହିଲେ, ତୁମ୍ଭେମାନେ ଖୁବ୍ ଉତ୍ତେଜିତ ହୋଇଯାଇଛ। ମୋ ସମ୍ମୁଖରେ ବସ ଏବଂ ଆଖି ବନ୍ଦ କର। ମୁଁ ତୁମକୁ କିପରି ଏକାଗ୍ର ହେବାକୁ ପଡିବ କହିବି। ଡି ତାଙ୍କ କଥା ମାନିଥିଲେ। ହଠାତ୍ ସେ ଦେଖନ୍ତି ସମସ୍ତ ଉତ୍ତେଜନା କେଉଁଆଡେ ଚାଲିଗଲା। ତାହା ସ୍ଥାନରେ ଏକ ଅଖଣ୍ଡ ଶାନ୍ତି ବିରାଜମାନ କରିବାକୁ ଲାଗିଲା। ଏହାପରେ ସବୁ ଜ୍ଞାନ ଆପଣା ଛାଏଁ ଛାଏଁ ତାଙ୍କ ମଧ୍ୟକୁ ପ୍ରବେଶ କରିବାର ବୋଧ ହେଲା। ଏଥିପାଇଁ ତାଙ୍କୁ କାହାରି ସାହାଯ୍ୟ କିମ୍ବା ପ୍ରୟାସ କରିବାର ଆଉ ଦରକାର ପଡିଲା ନାହିଁ। ସେହି ଦିନଠାରୁ ପ୍ରତ୍ୟେକ ଦିନ ପ୍ରାୟ 5 ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ 1920 ମସିହା ପର୍ଯ୍ୟନ୍ତ ତାଙ୍କ ବିଦ୍ୟାଳୟ କାର୍ଯ୍ୟ ଶେଷ କରି ସେ ଶ୍ରୀଅରବିନ୍ଦ ନିକଟକୁ ଆସନ୍ତି। ଶ୍ରୀଅରବିନ୍ଦ ତାଙ୍କୁ ଲାଟିନ, ଗ୍ରୀକ, ଫ୍ରେଞ୍ଚ ଓ ଇଂରାଜୀ ଭାଷା ଶିକ୍ଷା ଦେଇଥିଲେ। ଡି ଶ୍ରୀଅରବିନ୍ଦଙ୍କ ଆଡକୁ ମୁହଁ କରି ଏକାଗ୍ର ହୋଇ ବସନ୍ତି। ଏହାପରେ ଶ୍ରୀଅରବିନ୍ଦ ଖୁବ୍ ଧୀର କଣ୍ଠରେ କିଛି କୁହନ୍ତି। ଜଣକୁ ତାଙ୍କ କଣ୍ଠସ୍ୱର ଶୁଣିବାକୁ ହେଲେ ଏକବାରକେ ଏକାଗ୍ର ହେବାକୁ ପଡିବ ଓ ତାଙ୍କର କଣ୍ଠସ୍ୱରକୁ ଅନ୍ୱେଷଣ କରିବାକୁ ହେବ। ଶ୍ରୀଅରବିନ୍ଦ ବହୁତ ଧୀରେ କହୁଥିଲେ। ଡି କେବେ ହେଲେ ଶ୍ରୀଅରବିନ୍ଦଙ୍କର ଉପଦେଶ ଭୁଲି ନାହାନ୍ତି। ଶ୍ରୀଅରବିନ୍ଦଙ୍କ ଉପଦେଶ ଥିଲା, ପ୍ରଥମେ ତୁମର ମନ ଶାନ୍ତ ହେବା ଉଚିତ, ତାହେଲେ ଯାଇ ତୁମେ ଜ୍ଞାନ ଅର୍ଜନ କରିପାରିବ। ଏହି ମାନସିକ ଅନୁଶାସନ ଡିଙ୍କର ଜୀବନରେ ବହୁତ ସହାୟକ ହୋଇଥିଲା। ଶ୍ରୀଅରବିନ୍ଦ ତାଙ୍କ ଛାତ୍ରମାନଙ୍କ ସାଙ୍ଗରେ ଖୁବ୍ ସ୍ୱାଧୀନ ଭାବରେ ମିଳାମିଶା କରନ୍ତି। ସେମାନେ ଜାଣନ୍ତି ଶ୍ରୀଅରବିନ୍ଦଙ୍କୁ ସିଆଇଡି ଅଫିସରମାନେ କଡାକଡି ନଜର ମଧ୍ୟରେ ରଖିଛନ୍ତି। ଶ୍ରୀଅରବିନ୍ଦଙ୍କ ଠାରୁ ଟିକେ ମାତ୍ର ନିର୍ଦ୍ଦେଶ ପାଇନଥିଲେ ମଧ୍ୟ ସେ ଏବଂ ତାଙ୍କର ସାଙ୍ଗମାନେ ସେଠାରେ କଣ ସବୁ କଥାବାର୍ତ୍ତା ହେଉଛି କେବେ ହେଲେ ବାହାରେ ପ୍ରକାଶ କରନ୍ତି ନାହିଁ। ଘରେ କଣ କଥା ହେଲା ବା କଣ ଦେଖିଲେ ସେମାନେ କେବେ ହେଲେ ବାହାରେ ପ୍ରକାଶ କରନ୍ତି ନାହିଁ। ଡି କୃତଜ୍ଞତାପୂର୍ଣ୍ଣ ହୃଦୟରେ କୁହନ୍ତି, ଶ୍ରୀଅରବିନ୍ଦଙ୍କର ଅଧ୍ୟାପନା ବଳରେ ସେ ପ୍ରଥମ କଳା ଲୋକ ଯେ କି ଫ୍ରେଞ୍ଚ ଡିଗ୍ରୀ ହାସଲ କରିବାକୁ ସକ୍ଷମ ହୋଇପାରିଥିଲେ। 1920 ମସିହା ଏପ୍ରିଲ ମାସରେ ଶ୍ରୀମା ଆସି ପଣ୍ଡିଚେରୀରେ ଅବସ୍ଥାନ କଲେ। ସେତେବେଳେ ସେ ମୀରା ନାମରେ ପରିଚିତ ଥିଲେ। ଶ୍ରୀଅରବିନ୍ଦ ବେଳେ ବେଳେ ତାଙ୍କର ଛାତ୍ରମାନଙ୍କୁ ସାଙ୍ଗରେ ନେଇ ମୀରାଙ୍କ ଘରେ ଭୋଜନ କରନ୍ତି। ଡି ଏବଂ ତାଙ୍କର ସାଙ୍ଗମାନେ କଣ କିଛି ଜାଣିଥିଲେ କି ଯିଏ ରନ୍ଧନ କରି ସେମାନଙ୍କୁ ଭୋଜନ ପରିବେଷଣ କରୁଥିଲେ, ଯାହାର ସ୍ୱାଦ ଜୀବନ ସାରା ତାଙ୍କର ସ୍ମରଣ ଅଛି, ସେ ହେଉଛନ୍ତି ସ୍ୱୟଂ ଦିବ୍ୟ ଜନନୀ। ମାନବ ଶରୀରରେ ଏହି ଧରାଧାମରେ ଅବତୀର୍ଣ୍ଣ ହୋଇଛନ୍ତି। ସେ ବର୍ଣ୍ଣନା କରନ୍ତି କିପରି ମା ଶ୍ରୀଅରବିନ୍ଦଙ୍କର ପୋଷାକ ପତ୍ରର ଯତ୍ନ ନେଉଥିଲେ ଏବଂ ଏପରିକି ତାଙ୍କର ଜୋତାର ମଧ୍ୟ ଯତ୍ନ ନେଉଥିଲେ।